ମେଘମାଳାରେ ଶୀଘ୍ର ଆଗମନ କରିବାକୁ ଯାଉଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ପ୍ରତିଦିନ ପ୍ରତି ପ୍ରଭାତ ଆମମାନେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ନୂଆ ନୂଆ ପ୍ରସଙ୍ଗରେ ପ୍ରଭୁଙ୍କର ବାକ୍ୟ ଶୁଣିବାର ଆମେ ସୁଯୋଗ ପାଉଛୁ। ସେଥିପାଇଁ ମୁଁ ପରମେଶ୍ୱରଙ୍କୁ ହୃଦୟ ସହିତ ଧନ୍ୟବାଦ ଦିଏ। ତାହା ସହିତ ଆପଣ ସମସ୍ତଙ୍କୁ ମଧ୍ୟ ଧନ୍ୟବାଦ ଦିଏ। ଆପଣମାନେ ନିୟମିତ ଏହି ଚ୍ୟାନେଲ ଦ୍ୱାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକକୁ ଦେଖୁଛନ୍ତି କେବଳ ତାହା ନୁହେଁ, ଆପଣମାନେ ଲାଇକ୍ ସେୟାର କମେଣ୍ଟସ୍ ଗୁଡ଼ିକ ଦ୍ୱାରା ଆମମାନଙ୍କୁ ଉତ୍ସାହିତ କରୁଛନ୍ତି। ପ୍ରଭୁ ଆପଣମାନଙ୍କୁ ମଧ୍ୟ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ଏହି ପ୍ରକାର ନିରନ୍ତର ଆପଣମାନେ ଆମମାନଙ୍କୁ ଉତ୍ସାହିତ କରୁଥିବେ, ଏହା ଆମେ ଅନୁରୋଧ କରୁଅଛୁ। ଆସନ୍ତୁ ଆଜିର ପ୍ରସଙ୍ଗ ନିକଟକୁ ଯିବା। ଆଜିର ପ୍ରସଙ୍ଗଟି ଏହି ପ୍ରକାର ଅଟେ, ଜାଗତିକ ସ୍ତ୍ରୀର ଦୃଷ୍ଟି। ଆଜିର ପ୍ରସଙ୍ଗଟି ଏହି ପ୍ରକାର ଅଟେ, ଜାଗତିକ ସ୍ତ୍ରୀର ଦୃଷ୍ଟି। ଆମେ ଏହାକୁ ଗୋଟିଏ ଦୁଷ୍ଟ ସ୍ତ୍ରୀର ଦୃଷ୍ଟି ମଧ୍ୟ ଆମେ କହିପାରିବା। ପ୍ରିୟମାନେ, ମୁଁ ଆପଣଙ୍କୁ ଦୁଇଟି ସ୍ତ୍ରୀଙ୍କ ବିଷୟରେ କହିବି। ସେମାନଙ୍କ ଦୃଷ୍ଟି କି ପ୍ରକାର ଥିଲା ଆଉ ଆମର ଦୃଷ୍ଟି ଆମେ କି ପ୍ରକାର ରଖିବାର ଆବଶ୍ୟକ ରହିଛି। ପଢ଼ିବା ଆଦି ପୁସ୍ତକ 19 ଅଧ୍ୟାୟର 26 ପଦ। ଆଦି ପୁସ୍ତକ 19 ଅଧ୍ୟାୟର 26 ପଦରେ, ସେହି ସମୟରେ ଲୋଟର ଭାର୍ଯ୍ୟା ପଛ ଆଡ଼କୁ ଅନେଇବାରୁ ସେ ଲବଣ ସ୍ତମ୍ଭ ହେଲା। ପ୍ରିୟମାନେ, ପରମେଶ୍ୱର ଦୂତମାନଙ୍କୁ ପଠାଇ ସୋଦମ ଗମୋରାରୁ ଲୋଟ ଆଉ ତାଙ୍କ ପରିବାରକୁ ହାତ ଧରି ସେ ବାହାର କରି ଆଣୁଅଛନ୍ତି। ହାତ ଧରି ବାହାର କରି ଆଣିବା ସମୟରେ ମଧ୍ୟ ଦୂତ ତାଙ୍କୁ ଷ୍ଟ୍ରିକ୍ଟଲି ୱାର୍ଣ୍ଣିଂ ଦେଇଛନ୍ତି, ତୁମେ ପଛ ଆଡ଼କୁ ଅନାଅ ନାହିଁ। ପଛ ଆଡ଼କୁ ତୁମେ ଅନେଇବ, ତାହେଲେ ତୁମେ ନଷ୍ଟ ହୋଇଯିବ, ତୁମେ ଲବଣ ସ୍ତମ୍ଭ ହୋଇଯିବ। ମାତ୍ର ଲୋଟଙ୍କର ସ୍ତ୍ରୀ ଜାଗତିକ ମନା, ତାଙ୍କର ଚକ୍ଷୁ ସବୁ ସମୟରେ ଜଗତ ଆଡ଼କୁ ଥିଲା। ପରମେଶ୍ୱର ଯେଉଁ ଆଡ଼କୁ ଦେଖିବା ପାଇଁ କହୁଛନ୍ତି, ସେ ଆଡ଼କୁ ନ ଦେଖି ସେ ଜଗତ ଆଡ଼କୁ ଦେଖୁଛି। ଜଗତର ସୁଖ, ଜଗତର ସୁବିଧା, ଜଗତର ସମସ୍ତ ପ୍ରକାର ऐश्वर्य आराम ଯେତେବେଳେ ଏହି ପ୍ରକାର ସେ ଦେଖୁଛି, ସେ ପଛଆଡ଼େ ଅନେଇ ଦେଖୁଛି, ସେ ସାଙ୍ଗେ ସାଙ୍ଗେ ଲବଣ ସ୍ତମ୍ଭ ହେଇଯାଉଛି। ପ୍ରିୟମାନେ, ଆମର ଚକ୍ଷୁ କୁଆଡ଼େ ଅଛି ସେଇଟା ହେଲା ବହୁତ ଆବଶ୍ୟକ ରହିଛି। କିଏ ଗୋଟିଏ ଘର ବାନ୍ଧିଦେଲା, ଆମେ ସେଇ ତାଙ୍କ ଘର ଆଡ଼େ ଦେଖୁଛୁ। କିଏ ଗୋଟେ ଗାଡ଼ି କିଣିଦେଲା, ସେ ଗାଡ଼ି ଆଡ଼େ ଆମେ ଦେଖୁଛୁ। ଆମର ଦୃଷ୍ଟି କୋଉଠି? କାରଣ ପରମେଶ୍ୱର ଏମାନଙ୍କୁ ପ୍ରାଣ ରକ୍ଷା କରିବା ନିମନ୍ତେ ସୋଦମ ଗମୋରାରୁ ବାହାର କରିବା ସମୟରେ, ସୋଦମ ଗମୋରାରେ ଲୋଟଙ୍କ ସ୍ତ୍ରୀଙ୍କର ସମ୍ପତ୍ତି ଅଛି, ଲୋଟଙ୍କ ସ୍ତ୍ରୀଙ୍କର ଘର ଅଛି, ଲୋଟଙ୍କ ସ୍ତ୍ରୀଙ୍କର ସବୁ ପ୍ରକାର ଧନ ସମ୍ପତ୍ତି ସେଠି ରହିଛି। ସେଥିପାଇଁ ସେ ଜଗତ ଆଡ଼କୁ ଅନେଇଲା। ଆଜି ଆପଣ କୁଆଡ଼କୁ ଅନଉଛନ୍ତି? ଆପଣ ଟିକେ ଦେଖନ୍ତୁ। ଲୋଟଙ୍କର ସ୍ତ୍ରୀ ସାଙ୍ଗେ ସାଙ୍ଗେ ଲବଣ ସ୍ତମ୍ଭ ହେଇଗଲେ। ଲବଣ ସ୍ତମ୍ଭର ଅର୍ଥ କ'ଣ? ସେ ଗୋଟେ ଜାଗାରେ ରହିଗଲେ, ଆଉ ସେ ଆଗକୁ ବଢି ପାରିଲେ ନାହିଁ। ତାଙ୍କର ସ୍ପିରିଚୁଆଲ ଲାଇଫ୍ ରହିଗଲା, ପ୍ରାର୍ଥନାମୟ ଜୀବନ ରହିଗଲା, ଉପବାସର ଜୀବନ ରହିଗଲା, ଆଉ ସ୍ପିରିଚୁଆଲି ସେ ବିଲକୁଲ ବଢି ପାରୁନାହାନ୍ତି। ଗୋଟିଏ ଜାଗାରେ ଯେଉଁ ସ୍ତ୍ରୀ ମାନେ ସେମାନେ ଜଗତ ଆଡ଼କୁ ଅନାନ୍ତି, ସେମାନେ ଆତ୍ମିକ ଜୀବନରେ କେବେ ମଧ୍ୟ ବଢି ପାରିବେ ନାହିଁ, ଆତ୍ମିକ ଜୀବନରେ କେବେ ମଧ୍ୟ ଉନ୍ନତି ହେଇପାରିବେ ନାହିଁ। ସେଥିପାଇଁ ଆମେ ଜଗତ ଆଡ଼କୁ ଆଖି ନ ରଖି ଆମମାନଙ୍କୁ ଉର୍ଦ୍ଧ୍ୱ ଆଡ଼କୁ ଚକ୍ଷୁ ରଖିବା ନିମନ୍ତେ ବାଇବଲ ଆମମାନଙ୍କୁ ପରାମର୍ଶ କରେ। ପ୍ରିୟମାନେ, ପ୍ରଭୁ ଯୀଶୁଖ୍ରୀଷ୍ଟ ମଧ୍ୟ ସେ ଆମମାନଙ୍କୁ କହିଲେ ଯେ ଲୋଟଙ୍କର ସ୍ତ୍ରୀଙ୍କର କଥା ସ୍ମରଣ କର। ବାଇବଲରେ ଆମେ ଲୋଟଙ୍କର ସ୍ତ୍ରୀଙ୍କ ନାଁ କ'ଣ ଆମେ ଜାଣିନାହୁଁ। ଆମେ ମାତ୍ର ସେ ଯେଉଁ ପ୍ରକାର କାମ କଲେ, ତାଙ୍କର ଚକ୍ଷୁ ଜଗତ ଆଡ଼କୁ ଲାଗିକିନା ରହିଲା। ଆଉ ଯେତେବେଳେ ଜଗତ ଆଡ଼କୁ ଲାଗିକିନା ତାଙ୍କ ଚକ୍ଷୁ ରହିଛି, ସେ ଗୋଟେ ଜାଗାରେ ରହିଗଲେ, ଅଟକି ଗଲେ, ବିଲକୁଲ ଆଗକୁ ବଢି ପାରୁନାହାନ୍ତି। ଅନେକ ଜଣ ଅଛନ୍ତି, ତାଙ୍କ ସହିତ ପରିତ୍ରାଣ ପାଇଥିବା ଅନେକ ଲୋକ, ସେମାନେ ଆଗକୁ ବଢିଗଲେ, ମାତ୍ର ଏବେ ଯାଏଁ ସେମାନେ ଲବଣ ସ୍ତମ୍ଭ ହେଇ ଗୋଟିଏ ଜାଗାରେ ଅଛନ୍ତି। ସେ ଗୋଟିଏ ପାପକୁ ବାରମ୍ବାର କରୁଛନ୍ତି। ଏହି ପ୍ରକାର କାହିଁକି ହେଉଛି? କାରଣ ସେ ଜାଗତିକ ମନା ହେଇଗଲେ, ଜଗତ ଆଡ଼କୁ ସେ ଅନେଇ ପଡ଼ିଲେ। କାରଣ ପାଉଲ କହୁଛନ୍ତି କଲୋସ୍ୟ 3 ଅଧ୍ୟାୟର 2 ପଦରେ, ପାର୍ଥିବ ବିଷୟରେ ଆସକ୍ତ ନ ହୋଇ ଉର୍ଦ୍ଧ୍ୱସ୍ଥ ବିଷୟରେ ଆସକ୍ତ ହୁଅ। ଏହା ଆମମାନଙ୍କ ନିମନ୍ତେ ବହୁତ ବଡ଼ ଚ୍ୟାଲେଞ୍ଜ ଯେ ଆମେ କୁଆଡ଼କୁ ଆମେ ଦେଖୁଛୁ, କୁଆଡ଼େ ଆମେ ଆସକ୍ତ ହେଉଛୁ। ସୋଦମ ଗମୋରାରୁ ଲୋଟଙ୍କର ସ୍ତ୍ରୀ ବାହାରି ଗଲେ, ମାତ୍ର ସୋଦମ ଗମୋରାର ଆକର୍ଷଣ ତାଙ୍କ ଭିତରେ ରହିଯାଇଛି। ଆଉ ସେଇ ଆକର୍ଷଣ ତାଙ୍କୁ ଏହି ପ୍ରକାର ଆକର୍ଷିତ କଲା ଯେ ସେ ପଛକୁ ଅନେଇଲେ। ପ୍ରିୟ ବନ୍ଧୁ, ଆପଣ ସେ ପ୍ରକାର କରନ୍ତୁ ନାହିଁ।
ଆପଣ ଯଦି ପଛକୁ ଅନେଇବେ ଲବଣ ସ୍ତମ୍ଭ ହେଇ ରହିଯିବେ, ଆଉ ବିଲକୁଲ ଆପଣ ଆଗକୁ ବଢ଼ିପାରିବେ ନାହିଁ। ପ୍ରଭୁ କହୁଛନ୍ତି ଆଗକୁ ବଢ଼, ଆଗକୁ ବଢ଼। ମୁଁ ଆପଣଙ୍କୁ ଆଉ ଜଣେ ସ୍ତ୍ରୀଙ୍କର କଥା ମୁଁ କହୁଛି, ଆପଣ ତାହା ଆଦି ପୁସ୍ତକ 39 ଅଧ୍ୟାୟ ଏହାର 6 ପଦରୁ ପଢ଼ିବା। ଏହେତୁ ସେ ଯୋସେଫଙ୍କ ହସ୍ତରେ ଆପଣାର ସର୍ବସ୍ୱ ଏରୂପ ଭାର ଦେଲା, ସେ ଆପଣା ଭୋଜନ ବିନୁ ଆଉ କୌଣସି ବିଷୟର ତତ୍ତ୍ୱ ନେଲା ନାହିଁ। ଯୋସେଫ ରୂପରେ ଓ ସୌନ୍ଦର୍ଯ୍ୟରେ ମନୋହର ଥିଲେ, ଆଉ ଉକ୍ତ ଘଟଣା ଉତ୍ତାରେ ତାହାର ପ୍ରଭୁର ଭାର୍ଯ୍ୟା ଯୋସେଫଙ୍କ ଉପରେ ଦୃଷ୍ଟି ପକାଇବାକୁ ଲାଗିଲା। ଦେଖନ୍ତୁ, ଏଇଟା ଗୋଟେ ଧନୀ ସ୍ତ୍ରୀ, ଗୋଡ଼ ତଳେ ସବୁ ପ୍ରକାର ଆବଶ୍ୟକ ଗୁଡ଼ିକ ଆସୁଛି, ଖାଇବାର ଆସୁଛି, ପିନ୍ଧିବାର ଆସୁଛି, ଚା ଆସୁଛି, ଜଳଖିଆ ଆସୁଛି, ସବୁ ଯାକ ତାଙ୍କର ହାତରେ ସବୁ ଦେଉଛନ୍ତି। ତାଙ୍କର ନିଜର ପୋଷାକ ନିଜକୁ ଧୋଇବାକୁ ପଡ଼ୁନାହିଁ, ତାଙ୍କୁ କୌଣସି ପ୍ରକାର ଘରର କୌଣସି କାମ କରିବାକୁ ପଡ଼ୁନାହିଁ। କିଚେନ୍ରେ ଚାକରମାନେ ଅଛନ୍ତି, ଆଉ ସେମାନଙ୍କର ଘର ସଫା କରିବା, ବଗିଚାରେ ଚାକରମାନେ ଅଛନ୍ତି। ଆଉ ସେହି ଅନେକ ଚାକରମାନଙ୍କ ମଧ୍ୟରୁ ଗୋଟିଏ ଚାକର ଥିଲେ ଯୋସେଫ। ସେ ଯୋସେଫ ଦେଖିବାକୁ ରୂପରେ ଆଉ ସୌନ୍ଦର୍ଯ୍ୟରେ ମନୋହର ଥିଲା, ହ୍ୟାଣ୍ଡସମ୍ ପିଲାଟା ଯୋସେଫ। ଆଉ ପୋଟିଫରଙ୍କର ସ୍ତ୍ରୀ, ତାଙ୍କ ନାଁ କ'ଣ ଆମେ ଜଣା ନାହିଁ। এই ଦୁଇ ଜଣ ସ୍ତ୍ରୀଙ୍କ ବିଷୟରେ ଦେଖୁଛୁ, ସେମାନଙ୍କ ନାଁ ବିଷୟରେ ଲେଖାଯାଏନି, ସେମାନଙ୍କର ଚକ୍ଷୁ ବିଷୟରେ, ସେମାନଙ୍କ କାମ ବିଷୟରେ ଲେଖାଯାଇଛି। ତାଙ୍କର ନିଜର ସ୍ୱାମୀ ଅଛନ୍ତି। ନିଜର ସ୍ୱାମୀ ଥାଉଣୁ ଅନ୍ୟ ଗୋଟିଏ ଲୋକ ଆଡ଼େ ଆଖି ପକାଇବାଟା, ଅନ୍ୟ ଗୋଟେ ପୁରୁଷ ଆଡ଼କୁ ଦେଖିବାଟା, ଏଇଟା କାହାର କାମ? ଏଇଟା ହେଉଛି ପୋଟିଫରଙ୍କର ସ୍ତ୍ରୀଙ୍କର କାମ। ଲୋଟଙ୍କର ସ୍ତ୍ରୀଙ୍କର କାମ ହେଲା ପଛକୁ ଅନେଇବା, ଜଗତ ଆଡ଼କୁ ଅନେଇବା, ଯାହା ଛାଡ଼ି ଦେଇଛୁ ତାହା ପୁନର୍ବାର ତାହାକୁ ଧରି ରଖିବା। ଏଇଟା ହେଉଛି ତାଙ୍କର ଆଖିର କାମ। ଜାଗତିକ ମନା ସେମାନେ। ଆପଣଙ୍କୁ ଖରାପ ଲାଗୁଥିବ ଏଇସବୁ କଥା ଗୁଡ଼ିକ, କାରଣ ଏଇସବୁ କଥା ଗୁଡ଼ିକ କିଏ ପସନ୍ଦ କରନ୍ତି ନାହିଁ। ମିଠା ମିଠା କଥା ପସନ୍ଦ କରନ୍ତି, ମାତ୍ର ଏଇସବୁ କଥାକୁ ଆମେ ଶୁଣିବାର, ବୁଝିବାର, ଶିଖିବାର ଆବଶ୍ୟକ ରହିଛି, ଯାହାଦ୍ୱାରା କି ଏହିସବୁ ପାପରୁ ଆମେ ଉଦ୍ଧାର ପାଇପାରିବା। ଯୋସେଫ ଗୋଟେ ପ୍ରାର୍ଥନାଶୀଳ ବ୍ୟକ୍ତି ଥିଲେ, ପ୍ରଭୁ ତାଙ୍କ ସାଙ୍ଗରେ ଥିଲେ। ଏହି ପୋଟିଫରଙ୍କ ସ୍ତ୍ରୀଙ୍କର ସମସ୍ତ ପ୍ରକାର ଆକର୍ଷଣ ଯୋସେଫଙ୍କ ଆଗରେ କାମ ଦେଲା ନାହିଁ। ଯୋସେଫ ପ୍ରାର୍ଥନାଶୀଳ ବ୍ୟକ୍ତି ଥିବାରୁ ଏହି ସବୁ ସ୍ତ୍ରୀ ମାନଙ୍କର ଆକର୍ଷଣ, ଏ ଆଣ୍ଟି ମାନଙ୍କର ଆକର୍ଷଣ, ଏସବୁରୁ ସେ ନିଜକୁ ରକ୍ଷା ପାଉଛି। ସେ ଏକଲା ଅଛି, ମାତ୍ର ପରମେଶ୍ୱର ତାଙ୍କ ସାଙ୍ଗରେ ଅଛନ୍ତି। ଏ ପୋଟିଫରଙ୍କର ସ୍ତ୍ରୀ ଯୋସେଫଙ୍କ ପ୍ରତି ଦୃଷ୍ଟି କରିଛି, ମାତ୍ର ଯୋସେଫଙ୍କ ଦୃଷ୍ଟି ପ୍ରଭୁଙ୍କ ଆଡ଼େ ଅଛି, ପ୍ରଭୁଙ୍କ ଆଡ଼କୁ ଅନଉଛି। ଯୋସେଫ ଚାକର ହେଇଥିଲେ ମଧ୍ୟ ପ୍ରଭୁଙ୍କ ଆଡ଼କୁ ସେ ସବୁବେଳେ ଅନେଇବା ଲୋକ। ଦେଖନ୍ତୁ, ଆଜି ସ୍ତ୍ରୀ ଥାଉଣୁ ଅନ୍ୟ କାହାକୁ ଆଖି ପକେଇବା, ସ୍ୱାମୀ ଥାଉଣୁ ଅନ୍ୟ କାହାକୁ ଆଖି ପକେଇବା, ଦୃଷ୍ଟି ପକେଇବା, ଏହା ହେଉଛି ପୋଟିଫରଙ୍କ ସ୍ତ୍ରୀଙ୍କର ସ୍ପିରିଟ। ଏଇଟା ଆଉ ଏଇ ଦିନ ମାନଙ୍କରେ ଏହି ସ୍ପିରିଟଟା ଅନେକଙ୍କୁ ବହୁତ ପରିମାଣରେ ଆକ୍ରାନ୍ତ କରିଛି। ସେଥିପାଇଁ ଏଇ ଯୋଉ ଲୈଙ୍ଗିକ ପାପ, ମ୍ୟାରେଜ ପରେ ମଧ୍ୟ ଅନ୍ୟ କାହା ସହିତ ଶାରୀରିକ ସମ୍ପର୍କ ରଖିବା, ଏସବୁ ବହୁତ ପରିମାଣରେ ଚାଲିଛି। ଏଇଟା ଜାଗତିକ ସ୍ତ୍ରୀ ମାନଙ୍କର ଦୃଷ୍ଟି, ଆଉ ଏଇସବୁ ଦୃଷ୍ଟିରୁ ଆମକୁ ରକ୍ଷା କରିବାର ଅଛି। ଆମେ ନିଜେ ଏଇସବୁ ଦୃଷ୍ଟିରୁ ଆମେ ବାହାରି ଆସିବାର ଅଛି। ଆମର ଦୃଷ୍ଟି ପ୍ରଭୁଙ୍କ ଆଡ଼କୁ ଥିବାର ଅଛି। ଆମେ ଦେଖୁଛୁ ସୁନେମରେ ଜଣେ ସ୍ତ୍ରୀ ଲୋକ ଅଛନ୍ତି, ସେ ଗୋଟେ ପ୍ରଭୁଙ୍କ ଦାସଙ୍କୁ ଦେଖୁଛନ୍ତି, ପବିତ୍ର ପ୍ରଭୁଙ୍କ ଦାସ। ସେ ଆମ ଘରକୁ ଆସିବାର ଅଛି, ବସିବାର ଅଛି, ଆମ ଘରେ ଖାଇବାର ଅଛି, ରହିବାର ଅଛି। ତାଙ୍କ ଦୃଷ୍ଟି ପ୍ରଭୁଙ୍କର ସଦ୍ଭକ୍ତ ଲୋକମାନଙ୍କ ପ୍ରତି, ତାଙ୍କୁ ଆତିଥ୍ୟ ସତ୍କାର କରିବା, ତାଙ୍କୁ ପ୍ରେମ କରିବା, ତାଙ୍କର ଯତ୍ନ ନେବା। ମାତ୍ର ଏଇ ସ୍ଥାନରେ ଲୋଟଙ୍କର ସ୍ତ୍ରୀଙ୍କୁ ଆମେ ଦେଖୁଛୁ ଜଗତ ଆଡ଼କୁ ଅନେଇବା, ଆଉ ଏଇ ସ୍ଥାନରେ ପୋଟିଫରଙ୍କ ସ୍ତ୍ରୀଙ୍କୁ ଆମେ ଦେଖୁଛୁ ସେ ଅନ୍ୟ ପୁରୁଷ ଆଡ଼କୁ ଅନେଇବା। ଏଇଟା ହେଉଛି ଜାଗତିକ ମନା ସ୍ତ୍ରୀ ମାନଙ୍କର ଦୃଷ୍ଟି। ଆତ୍ମିକ ମନା ସ୍ତ୍ରୀ ମାନେ ଏହି ପ୍ରକାର ସେମାନେ ଦୃଷ୍ଟି କରନ୍ତି ନାହିଁ, ସେମାନଙ୍କ ଦୃଷ୍ଟି ପ୍ରଭୁଙ୍କ ଆଡ଼କୁ ଥାଏ। ପ୍ରିୟମାନେ, ଆମର ଦୃଷ୍ଟିଭଙ୍ଗୀକୁ ଆମେ ବଦଳାଇବାର ଆବଶ୍ୟକ ରହିଛି। ଆମର ଆତ୍ମିକ ଜୀବନ ଯଦି ବଢ଼ିବାର ଅଛି, ପ୍ରଭୁଙ୍କ ଆଡ଼କୁ ଆମେ ଦୃଷ୍ଟି ରଖିବା। ଆମେ ଯଦି ପାପରୁ ବଞ୍ଚିବାର ଅଛି, ନିଜ ସ୍ୱାମୀକୁ ଦେଖନ୍ତୁ, ନିଜ ସ୍ତ୍ରୀଙ୍କୁ ଦେଖନ୍ତୁ, ତାଙ୍କ ଆଡ଼େ ଆପଣ ଦୃଷ୍ଟି ରଖନ୍ତୁ। ସେ ଆମକୁ ସୁନ୍ଦର ଦେଖାଯାଉ। ଏହା ହିଁ ଜ୍ଞାନୀ ସଲୋମନ କହନ୍ତି ଯେ ତୁମର ସ୍ତ୍ରୀ ତୁମକୁ ରୂପବତୀ ବାଟୋଇ ପରି ଦିଶୁ। ଯଦି ଆମେ ସେଇ ପ୍ରକାର କରିବା, ତାହେଲେ ଆମେ ଏଇସବୁ ପାପରୁ ଆମେ ବଞ୍ଚିଯିବା, ପ୍ରଭୁଙ୍କ ସହିତ ଆମେ ରହିପାରିବା। ଆସନ୍ତୁ ଆମେ ଏହି ଜାଗତିକ
ସ୍ତ୍ରୀଙ୍କର ଦୃଷ୍ଟିରୁ ଆମେ ନିଜକୁ ଉଦ୍ଧାର କରି ଆମେ ଆତ୍ମିକ ସ୍ତ୍ରୀ ମାନଙ୍କର ଦୃଷ୍ଟି, ଆତ୍ମିକ ଲୋକମାନଙ୍କ ଦୃଷ୍ଟି, ବିଶ୍ୱାସୀ ଭାଇ ଭଉଣୀ ମାନଙ୍କ ଦୃଷ୍ଟି ଆମେ ଧାରଣ କରିବା। ପ୍ରାର୍ଥନା କରିବା। ଗୌରବମୟ ପିତା, ମୁଁ ତୁମକୁ ଧନ୍ୟବାଦ ଦିଏ ଯେ ତୁମେ ସବୁ ସମୟରେ ଆମକୁ ତୁମର ପବିତ୍ର ବାକ୍ୟରୁ କଥା କହୁଛ। ଏବେ ମଧ୍ୟ ତୁମେ କଥା କହିଛ। ଆମର ଦୃଷ୍ଟି କେଉଁ ଆଡ଼କୁ ରହିବାର ଅଛି, ଆମ ଦୃଷ୍ଟି କେଉଁ ଆଡ଼େ ରହିଲେ ଆମର ଜୀବନ ଆତ୍ମିକ ହେବ, ତୁମେ ଅତି ସୁନ୍ଦର ଭାବେ କହିଛ। ଦୁଇ ଜଣ ଜାଗତିକ ଦୁଷ୍ଟ ସ୍ତ୍ରୀ ବିଷୟରେ ତୁମେ ଆମକୁ କହି ତୁମେ ଚେତନା ପରାମର୍ଶ ତୁମେ ଦେଲ। ଆମେ ତୁମକୁ ଧନ୍ୟବାଦ ଦେଉଛୁ ପ୍ରଭୁ। ଆମେ ପ୍ରାର୍ଥନା କରୁଛୁ ଆମର ଦୃଷ୍ଟିଭଙ୍ଗୀ ମଧ୍ୟ ସେ ପ୍ରକାର ରହୁ, ଆତ୍ମିକ ସ୍ତ୍ରୀ ମାନଙ୍କ ପରି, ଜାଗତିକ ସ୍ତ୍ରୀ ମାନଙ୍କ ପରି ନ ରହୁ ପ୍ରଭୁ। ଆମକୁ ମଧ୍ୟ ଯୋସେଫଙ୍କ ପରି ପ୍ରାର୍ଥନାମୟ ଜୀବନ ଦିଅ, ଯାହାଦ୍ୱାରା କି ଏହି ସବୁ ଦୃଷ୍ଟିଭଙ୍ଗୀରୁ ଆମେ ନିଜକୁ ରକ୍ଷା କରିପାରିବୁ। ପ୍ରାର୍ଥନା ଶୁଣିଛ, ଧନ୍ୟବାଦ ଦେଇ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍ ଆମେନ୍। ପ୍ରେଜ୍ ଦ ଲର୍ଡ। ପ୍ରଭୁ ଆମ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ପ୍ରଭୁ ଯଦି ଅନୁଗ୍ରହ କରନ୍ତି, ଆସନ୍ତା ଅଧ୍ୟାୟରେ ପରସ୍ପର ସହିତ ଆମେ ସାକ୍ଷାତ କରିବା ରହିବା। ସମସ୍ତଙ୍କୁ ନମସ୍କାର। ପ୍ରେଜ୍ ଦ ଲର୍ଡ। ଗଡ୍ ବ୍ଲେସ୍ ୟୁ।